शिक्षा विकास समिति ओडिशा ऑनलाइन मेधावी मार्गदर्शन कार्यक्रम रे तृतीय श्रेणी भाई भाई मान मातृभाषा सीरीज यही नवम कालांश नहीं जाऊँगी। आज आम रखीचे प्रादेशिक मेधा परीक्षा 2005 प्रश्नपत्र खाता कलम रेडी थी मु भी लिखुची मो साथे साथे लेखी लेखी आगे आगे जीवा। तो 6 मसीहार व्याकरणगत प्रश्न उदाहरण अनुजाई शून्य स्थान पूरण कर। कौन आसला आग पछ अर्थात पचारती कौन आग पछ माने विपरीत अर्थबोधक शब्द पचरा जाइछि। ताहले मते कुह आशार विपरीत अर्थबोधक शब्द कौन आगुर जाइछि। आगुर मध्य एई ऑनलाइन रे आमे चर्चा करिचे आशा निराशा आशा निराशा। तो आमे गत दिन रे करथिले जे निराश निराश ये शब्दटीर उल्टा कौन हो विपरीत अर्थबोधक शब्द कौन हो जदि पढ़ी ना ये स्पष्ट कर दूची। निराश आशाई निराश आशाई ओके आशा निराशा आशाई निराश आशा निराशा आशाई निराश। उद्भावन ये भी पुराना जिनस हो गला अनुद्भावन अनुद्भावन आबद्ध मुक्त है मुक्त आमुक्त मुक्त आबद्ध बद्ध मुक्त आबद्ध आमुक्त भी कर असुविधा किसी नहीं। पाउना पाउना माने जहाँ आमर पाइबार अच्छी जहाँ आमर दबार अच्छी तो कौन कहवा देना पाउना देना प्राप्य देय पाउना देना प्राप्य देय। प्रापक जी पाइब से प्रापक जी पठेब चिठी से प्रेरक से भाया जिन सब अच्छी आगेवा धीरे धीरे समय बेसी हो। उदाहरण देला पानी जल सलिल अर्थात कौन पचारला पचारला आमको 2टी लेखाए प्रतिशब्द लेखिबार अच्छी। तो रातिर 2टा प्रतिशब्द कह 2टा लिखा ना बेसी लिखा राति रात्रि हला रात्रि नुहे राति आम ओडिया रे राति कहूचे संस्कृत रे रात्रि एटा आमर तत्सम शब्द रातिर रात्रि रजनी निशा निशी निशीथिनी जामिनी सर्वरी विभावरी नक्त क्षणदा त्रिजामा किते अच्छी है। तो आउ थे रातिर पढ़ी पढ़ी आस मो साथी रातिर राति पढ़ी पारे बा रात्रि पढ़ी पारे रात्रि तापरे रजनी लिखी निशा निशी निशीथिनी जामिनी सर्वरी विभावरी नक्त क्षणदा त्रिजामा गला राति तापर बजाती गच्छ गच्छर कह गच्छर आगुरी भी जाइए वृक्ष तरु पादप महिरुह बिटपी शाखा अच्छी बोली साखी
ଗମନ କରେ ନାହିଁ ବୋଲି ଅଗମ ଦ୍ରୁମ। ଆମେ ଗତ କାଳାଂଶରେ ମଧ୍ୟ ଆକୁ ସବୁ ଆଲୋଚନା କରିଥିଲେ। ଆଉ ଥରେ ପଢ଼ିଯିବା। ଗଛର ହେଲା ବୃକ୍ଷ, ତରୁ, ପାଦପ, ମହୀରୁହ, ବିଟପି, ଶାଖୀ, ଆଗମ ଦ୍ରୁମ ଇତ୍ୟାଦି ଗଛ। ଆଚ୍ଛା, ପାଣି ମାନେ ଜଳର ଦୁଇଟା ପ୍ରତିଶବ୍ଦ ଦେଇଛି। ଜଳ, ଜଳର ଆକୁ କହିଚାଲ, ଆକୁ ଆଉ ମନେ ପକାଇବା। ଯଦି ଆମେ ପ୍ରତିଶବ୍ଦକୁ ମନେ ନ ପକାଉଛେ ମଲ୍ଟିପୁଲ୍ ଚଏସ୍ରେ ତିନିଟାରୁ ଗୋଟାଏ ଅଲଗା ବାଛି ପାରିବା ନାହିଁ। ୟେସ୍, ଜଳର ଜୀବନ। ଧନ୍ୟବାଦ। ଜୀବନ, ତୋୟ, ଉଦକ, ଏସବୁ ହେଲା ଜଳର ପ୍ରତିଶବ୍ଦ। ଓକେ, ଜୀବନ, ତୋୟ, ଉଦକ, ବହୁତ ପ୍ରତିଶବ୍ଦ ଆମେ ଗତ ଦିନମାନଙ୍କରେ କରିଛେ। ନୀର, ବାରି, ନାଇଁ? ୟେସ୍, ନୀର, ବାରି, ଅମ୍ବୁ, ପୟ, ଏସବୁ ଗୁଡ଼ାକ ଜଳର ପ୍ରତିଶବ୍ଦ ହିସାବରେ ଆମେ ଜାଣିଛେ। ଆଉ ଥରେ ପଢ଼ି ଆସିବା। ଜଳ, ସଲିଳ, ଜୀବନ, ତୋୟ, ଉଦକ, ନୀର, ବାରି, ଅମ୍ବୁ, ପୟ ହେଲା। ତାହେଲେ ଆମେ ପ୍ରତିଶବ୍ଦ ଗଲା। ଏବେ ପୁଣି ଆସିଗଲା ଲିଙ୍ଗ ପରିବର୍ତ୍ତନ କର। ପୁରୁଣା ଜିନିଷ ଦୁଇଟାକ। ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀ, ଏଇ ତ ସବୁବେଳେ ପଢ଼ୁଛି, ପିଲା ସବୁବେଳେ ଭୁଲ କରୁଛନ୍ତି। ଆମେ ଏଇ ଅନଲାଇନ୍ କ୍ଲାସ୍ରେ ମଧ୍ୟ 4 ଥର ଆଲୋଚନା କଲେଣି। ଶିକ୍ଷୟିତ୍ରୀ, କୁହ ମୋତେ। ଶିକ୍ଷକ ହବ କି? ମୋତେ ଖାଲି କୁହ। ଶିକ୍ଷୟିତ୍ରୀର ଲିଙ୍ଗ ବଦଳେଇଲେ ଶିକ୍ଷକ ହବ କି? ନା, ସବୁବେଳେ ମନା କରୁଛି, କେବେ ଶିକ୍ଷକ ହବ ନାହିଁ। ଆକୁ ତଳକୁ ରଖିବା। ଶିକ୍ଷକର କ'ଣ ହବ ପଛରେ କହିବା। ତାହେଲେ କ'ଣ ହବ ଏଠି? ଶିକ୍ଷୟିତ୍ରୀର କ'ଣ ହବ କୁହ? ଶିକ୍ଷୟିତା, ଶିକ୍ଷୟିତ୍ରୀ, ଶିକ୍ଷୟିତା। ଉଚ୍ଚାରଣ କରିବା ଟିକେ। ପୁଲ୍ଲିଙ୍ଗ ହେଲା ଶିକ୍ଷୟିତା, ସ୍ତ୍ରୀଲିଙ୍ଗ ହେଲା ଶିକ୍ଷୟିତ୍ରୀ। ଶିକ୍ଷୟିତା, ଶିକ୍ଷୟିତ୍ରୀ। ତାହେଲେ ଶିକ୍ଷକର ଲିଙ୍ଗ ବଦଳେଇଲେ ସ୍ତ୍ରୀଲିଙ୍ଗଟା କ'ଣ ହେବ? ଆଗ ସ୍ତ୍ରୀଲିଙ୍ଗଟା ଲେଖିଦେଉଛି। ସ୍ତ୍ରୀଲିଙ୍ଗ ତ ସବୁ ବାଁ ପଟରେ ଅଛି। ଆଉ କ'ଣ ହେବ କୁହ? ଶିକ୍ଷକର କ'ଣ ହେବ କୁହ? କୁଆଡ଼େ ବସିଗଲେ? ହଁ, ଏବେ ମୋତେ କୁହ, ଶିକ୍ଷକର ଲିଙ୍ଗ ବଦଳେଇଲେ କ'ଣ ହେବ? ବା ହଁ, କେଉଁ ସ୍ତ୍ରୀଲିଙ୍ଗ ଶବ୍ଦଟା କ'ଣ ହେବ? ୟେସ୍, ଶିକ୍ଷିକା ହେଇଗଲା। ତାହେଲେ ଶିକ୍ଷକ, ଶିକ୍ଷିକା, ଶିକ୍ଷୟିତା, ଶିକ୍ଷୟିତ୍ରୀ। ମାଇଁର କୁହ। ମାଇଁ 5 ଥର ଖଣ୍ଡେ ଗଲାଣି। ମାଇଁ, ମାମୁଁ, ଚନ୍ଦ୍ରବିନ୍ଦୁ ନାହିଁ। ଓକେ, ସଂଶୋଧନ କରିବାକୁ ବି। ହଁ, ନିନ୍ଦୁକ, ନିନ୍ଦୁକ କ'ଣ ହେବ? ନାଁଟା ଭୁଲ ଅଛି। ଯିଏ ନିନ୍ଦା କରେ ଆମେ ତାକୁ ନିନ୍ଦୁକ କୁହେନି କି? ଆଉ ଭୁଲଟା କେଉଁଠି ରହିଲା? ନା, ଯିଏ ନିନ୍ଦା କରେ ସିଏ ନିନ୍ଦକ। ଯିଏ ନିନ୍ଦା କରେ ସେ ନିନ୍ଦକ। ମୋ ସାଥିରେ କହିବା, ନିନ୍ଦକ। ଠିକ୍ ଶବ୍ଦଟା କ'ଣ? ନିନ୍ଦକ। ସେମିତି ପିଲେ ଓଡ଼ିଆରେ ଏଇଭଳିଆ ଆଉ କିଛି ଭୁଲ ବି ଅଛି। ଆଉ ଗୋଟେ ଭୁଲ ଆମେ ସବୁବେଳେ କହୁଛେ ଅପୁତ୍ରିକ। ଏମିତିଆ ନୁହେଁ। ଯାହାର ପୁଅ ନାହିଁ ତାକୁ ଆମେ କହିବା ଅପୁତ୍ରିକ। ଏମିତି କହିବା ନାହିଁ, ଏଇଟା ବି ଭୁଲ ହେଲା।
ଆର ଠିକ୍ଟା କ'ଣ? ଠିକ୍ଟା କ'ଣ କୁହ? କ'ଣ ଟିକେ ଚିନ୍ତା କରିପାରୁଛନ୍ତି? ଯାହାର ପୁତ୍ର ନାହିଁ ସେ ଅପୁତ୍ରକ ହେଲା। ଯାହାର ପୁତ୍ର ନାହିଁ ଅପୁତ୍ରକ। ଇଏ ନିନ୍ଦୁକ ଯେଉଁ ଭଳିଆ ଭୁଲ, ଅପୁତ୍ରିକ ମଧ୍ୟ ସେଇଭଳିଆ ଭୁଲ। ଠିକ୍ଟାକୁ ଉଚ୍ଚାରଣ କରିବା, ନିନ୍ଦକ ଅପୁତ୍ରକ। ଆଚ୍ଛା, ପ୍ରଯୋଜନ କ'ଣ? ଠିକ୍ଟା କୁହ। ପ୍ରୟୋଜନ ହେଲା। ହେଇଗଲା ତ, ଏଇଟା ହେଇଯିବ ତୁମର। ତାହେଲେ ନିନ୍ଦକ ପ୍ରୟୋଜନ ଏ ଦୁଇଟା ପଡ଼ିଥିଲା। ଅପୁତ୍ରକଟାକୁ ମୁଁ ଦେଇଛି ତୁମକୁ ହେଲା। ଏଇଟାକୁ ମୁଁ ଦେଇଦେଇଛି, ଆଉ ତୁମର ପଡ଼ିନଥିଲା ଏଇଟା। 16 ନମ୍ବରକୁ ଆସିବା। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ସାହାଯ୍ୟରେ ଶୂନ୍ୟସ୍ଥାନ ପୂରଣ କର। ଏ ପୃଥିବୀ ଭଗବାନଙ୍କ ଦ୍ୱାରା ଡ୍ୟାସ୍ ହୋଇଛି। କହିଦିଅ, ପାଟିରେ ହେଇଯିବ। ସୃଷ୍ଟ ନା ସୃଷ୍ଟି? ଏ ପୃଥିବୀ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି। ଠିକ୍। ମୁଁ ବର୍ତ୍ତମାନ ଆପଣଙ୍କ ସାହାଯ୍ୟର ଡ୍ୟାସ୍ ଅନୁଭବ କରୁଛି। ମୁଁ ବର୍ତ୍ତମାନ ଆପଣଙ୍କ ସାହାଯ୍ୟର ଆବଶ୍ୟକ ଅନୁଭବ କରୁଛି ନା ଆବଶ୍ୟକତା ଅନୁଭବ କରୁଛି? ମୁଁ ବର୍ତ୍ତମାନ ଆପଣଙ୍କ ସାହାଯ୍ୟର ଆବଶ୍ୟକତା ଅନୁଭବ କରୁଛି। ହେଇଗଲା। ନିମ୍ନ ବାକ୍ୟଟିକୁ ଉପଯୁକ୍ତ ବିରାମ ଚିହ୍ନ ଦେବା। ହଉ, ବିରାମ ଚିହ୍ନ। ମଦନ ପାର୍ବତୀକୁ ପଚାରିଲା, ହଇଲୋ ପାର୍ବତୀ, ଗୀତା ଓ ମାଳତୀ କୁଆଡ଼େ ଗଲେ? ମୁଁ ପଢ଼ିବା ଠିକ୍ ହେଲା ତ? ବିରାମ ଚିହ୍ନ ଦେଇକି ପଢ଼ିଛି ତ? ମଦନ ପାର୍ବତୀକୁ ପଚାରିଲା, କମା, ହଇଲୋ ପାର୍ବତୀ, ଏଠି ରହିବା ସମ୍ବୋଧନ ଚିହ୍ନ ହେଲା। ଗୀତା ଓ ମାଳତୀ କୁଆଡ଼େ ଗଲେ? କ୍ୱେଶ୍ଚିନ୍ ମାର୍କ, ଉଦ୍ଧୃତି ଚିହ୍ନ ଶେଷ। ଆରମ୍ଭ ତ କରନା, ଶେଷ କ'ଣ କରିବ ହେଲା। ମଦନ ପାର୍ବତୀକୁ ପଚାରିଲା, ହଇଲୋ ପାର୍ବତୀ, ଗୀତା ଓ ମାଳତୀ କୁଆଡ଼େ ଗଲେ? ହେଇଗଲା। ଯେପରି ପଡ଼ିଆ ଉଠିଆ, ଲାଭ କ୍ଷତି, ଏଇଟା କେଉଁ ଭଳିଆ ଶବ୍ଦ? ଏଇଟା ଯୋଡ଼ି ଶବ୍ଦ ଯେ, ଏଇଟା ବିପରୀତ ଯୋଡ଼ି ସବୁ। ପଡ଼ିଆ ଉଠିଆ, ଲାଭ କ୍ଷତି। ସେମିତି ଏଇଟା କ'ଣ ହେବ? ଡ୍ୟାସ୍ ପ୍ରଶ୍ୱାସ। କ'ଣ ହେବ କୁହ? ନିଶ୍ୱାସ। ହଁ, ବନାନଟା କୁହ ଆଗ। ନିଶ୍ୱାସ ପ୍ରଶ୍ୱାସ। ତୁମ ଡ୍ୟାସ୍ କୁଆଡ଼େ ପଳେଇଲା? ଦେଇଦେବା। ନିଶ୍ୱାସ ପ୍ରଶ୍ୱାସ। ତାପରେ ଦେଇଛି ଜୀବିତ। ହଁ, ଜୀବିତର ବିପରୀତ ଶବ୍ଦ କୁହ। ଜୀବିତ, ମୃତ। ଓକେ। ତ ପିଲେ, ଏଇ ଥିଲା ଆମର କ'ଣ ଗୋଟେ ପ୍ରଶ୍ନ। ଆମେ ୟାକୁ କରି କରି ଆସିଲେ। ଆଜି କ'ଣ ପଢ଼ିଲେ ତାକୁ ଟିକେ ମନେ ପକାଇ ଦେଇକରି କ୍ଲାସ୍ ଶେଷ କରିବା। ପ୍ରଥମ ଥିଲା ଆଗ ପଛ। ଆଗ ପଛରେ ଆମେ ବିପରୀତ ଶବ୍ଦକୁ ମନେ ପକାଇଲେ। କ'ଣ? ଆଶା, ନିରାଶା, ଆଶାୟୀ, ନିରାଶ। ଆଶାୟୀ ବ୍ୟକ୍ତି, ନିରାଶ ବ୍ୟକ୍ତି ହେଲା। ମୋର ଟିକିଏ ଆଶା ଅଛି ଯେ ମୁଁ ପରୀକ୍ଷାରେ ଭଲ କରିବି ହେଲା। ଆଶାରେ ତ ଆମେ ଏତେ ବାଟ ଆଗେଇଛେ। ଆଶାରେ, ନିରାଶାରେ ଏମିତି ଆମେ ବାକ୍ୟ ଗଠନ କରିପାରିବା। ଆଶା, ନିରାଶା, ନିରାଶ, ଆଶାୟୀ। ଉଦ୍ଭାବନର ଆମେ କଲେ ଅନୁଦ୍ଭାବନ। ଆବଦ୍ଧ, ଆବଦ୍ଧର ମୁକ୍ତ ହେଲା। ଆବଦ୍ଧ, ମୁକ୍ତ। ପାଉଣା, ଦେଣା। ତାପରେ ପୁଣି ଶୂନ୍ୟ ଇଏ ଆମେ ଆସିଥିଲେ କ'ଣ ନା ପ୍ରତିଶବ୍ଦ। ପ୍ରତିଶବ୍ଦ ଆସିଲା କ'ଣ? ଜଳ, ପାଣିର ଆସିଲା ଜଳ, ସଲିଳ, ଜୀବନ, ତୋୟ, ଉଦକ, ନୀର, ବାରି, ଅମ୍ବୁ, ପୟ, ଏମିତି କିଛି କିଛି ଜଳର ପ୍ରତିଶବ୍ଦ ଆମେ ମନେ ପକାଇଥିଲେ। ପୁରୁଣା ପାଠ ଥିଲା। ରାତିର ମଧ୍ୟ ବେଶୀ ପୁରୁଣା ପାଠ ଥିଲା। ରାତ୍ରି, ରଜନୀ, ନିଶା, ନିଶି, ନିଶିଥିନି, ଯାମିନୀ, ସର୍ବରୀ, ବିଭାବରୀ, ନକ୍ତ,
କ୍ଷଣଦା ତ୍ରିଜାମା ରାତ୍ରିର ପ୍ରତିଶବ୍ଦ କ୍ଷଣଦା ତ୍ରିଜାମା। ଗଛର ହେଲା ବୃକ୍ଷ ତରୁ ଏସ୍ ପାଦପ ମହିରୁହ ବିଟପି ସାକ୍ଷୀ ଅଗମ ଦ୍ରୁମ। ଏ ପିଲା ଏଇଠି ଡାଉଟ୍ରେ ପଡ଼ନ୍ତି ବିଟପି ଆଉ ଗୋଟେ ଶବ୍ଦ ମୁଁ ଲେଖୁଛି ସେ ଶବ୍ଦଟା କହିଲ ଯେ ଏଇଟା କାହାର ପ୍ରତିଶବ୍ଦ। ଏଇ ଶବ୍ଦଟା ମୁଁ ଯେଉଁଟା ଲେଖିଲି ଅଟବି କାହାର ପ୍ରତିଶବ୍ଦ। ଅଟବି ଆମେ ପୂର୍ବକାଳାଂଶରେ ପଢ଼ିଛେ ଏହା ହେଉଛି ଜଙ୍ଗଲ ମାନେ ବଣର ପ୍ରତିଶବ୍ଦ ଅଟବି। କିନ୍ତୁ ବିଟପି ହେଲା କାହାର ପ୍ରତିଶବ୍ଦ। ବିଟପି ମୁଁ ଯେଉଁଟା ଇଣ୍ଡିକେଟ୍ କରୁଛି ବିଟପି ହେଲା ବୃକ୍ଷର ପ୍ରତିଶବ୍ଦ ଆଉ ଅଟବି ହେଲା ଜଙ୍ଗଲ ବା ବଣର ପ୍ରତିଶବ୍ଦ। ବନ ଅରଣ୍ୟ ଜଙ୍ଗଲ ଗହନ କାନନ ଆମେ ଗତ କାଳାଂଶରେ ଆଲୋଚନା କରୁଥିଲେ। ଗହନ କାନନ ବନରେ ଘୋର ବରଷା କାଳ ସେଇଠି ଅଟବି ମଧ୍ୟ ଆମେ ଆଲୋଚନା କରିଥିଲେ। ଲିଙ୍ଗ ପରିବର୍ତ୍ତନରେ ବହୁ ପୁରୁଣା ଜିନିଷ ପ୍ରଥମ ଦିନରୁ ଆମେ ଯାହାକୁ ଉଠାଇଥିଲେ ଯେ ଶିକ୍ଷୟିତା ପୁଲ୍ଲିଙ୍ଗ ହେଲେ ସ୍ତ୍ରୀଲିଙ୍ଗ ହେବ ଶିକ୍ଷୟିତ୍ରୀ ଶିକ୍ଷୟିତା ଶିକ୍ଷୟିତ୍ରୀ ଶିକ୍ଷକର ଶିକ୍ଷକ ପଢ଼ିଲେ ଶିକ୍ଷିକା ହେଲା ଶିକ୍ଷକ ଶିକ୍ଷିକା ଆଉ ମାଇଁର ମାମୁଁ ପୁଲ୍ଲିଙ୍ଗଟା ମାମୁଁ ଚନ୍ଦ୍ରବିନ୍ଦୁ ନାହିଁ। 100 ଥର ଆଲୋଚନା କଲେଣି। ଆହୁରି ଅନ୍ୟାନ୍ୟ ମଧ୍ୟ ଆମେ ଗତ ଦିନମାନଙ୍କରେ ଆଲୋଚନା କରୁଥିଲେ। ଠିକ୍ ଅଛି। ତାହେଲେ ଯେ ନିନ୍ଦା କରେ ସେ ନିନ୍ଦକ ସେମିତି ଠିକ୍ ଶବ୍ଦଟା ହେଲା ପ୍ରୟୋଜନ ଅପୁତ୍ରକ। ଇଏ ତିନିଟା ଆଜି ଶୁଦ୍ଧ ଲେଖନ ଚାପ୍ଟରରୁ ଆସିଲା ହେଲା। ବନ୍ଧନୀ ଭିତରୁ ପୁଣି ଆସିଲା ଏ ପୃଥିବୀ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି। ମୁଁ ବର୍ତ୍ତମାନ ଆପଣଙ୍କ ସାହାଯ୍ୟର ଆବଶ୍ୟକତା ଅନୁଭବ କରୁଛି। ତାପରେ ଉଦାହରଣକୁ ଆମେ ଯାଇନଥିଲେ। ଗୌର ହେଲା ଗହଲନ୍ତ ଆଉ ରହଲନ୍ତ ଇଏ ପିଲେ ଗୋଟେ ନୂଆ ପାଟର୍ନ। ଏ ପାଟର୍ନ ଆଗରୁ କେବେ କରିଥିଲ? ହଁ ଗୋଟିଏ କରିଥିଲେ ଆମେ ଗୋଟିଏ ଠିକ୍ ପୂର୍ବ ବର୍ଷରେ ଆମେ ଏ ପାଟର୍ନ କରିଥିଲେ। ଜ୍ୟୋତ୍ସ୍ନା କେମିତି ହେବ? ଜ ହଲନ୍ତ ତାପରେ ଜ ହଲନ୍ତ ୟ ହଲନ୍ତ ୟୋ ହଲନ୍ତ ତାପରେ ଓରେ ହଲନ୍ତ ଅଛି କି ଆଉ ସ୍ୱରବର୍ଣ୍ଣଟା ଜ୍ୟୋତ୍ସ୍ନା ଉଚ୍ଚାରଣ କର ଜ୍ୟୋତ୍ସ୍ନା। ଏ ତଟା ଭୁଲ କରନ୍ତି। ଜ୍ୟୋତ୍ ତ ହଲନ୍ତ ତାପରେ ଆସିଲା ଦନ୍ତ୍ୟ ସ ହଲନ୍ତ ତାପରେ ନ ହଲନ୍ତ ତାପରେ ସରିଗଲା ତ ଆଉ ହେଲା ଏତିକି ଯାଏ ଥିଲା। ଜ୍ୟୋତ୍ସ୍ନା ହେଲା ଠିକ୍ ଦେଖିଦେଲ ଟିକେ। ଜ ହଲନ୍ତ ୟ ହଲନ୍ତ ଦେଖ ମୁଁ ସ୍ପେସ୍ ଦେଉଛି ତୁମେ ଦେଖିଦିଅ। ଜିଓ ହେଲା ତାପରେ ତ ହଲନ୍ତ ସ ହଲନ୍ତ ନ ହଲନ୍ତ ଜ୍ୟୋତ୍ସ୍ନା ହେଇଗଲା ତ ଠିକ୍। ଜ୍ୟୋତ୍ସ୍ନା ଆମେ କହୁଥିଲେ ଯେ କ୍ଷ ଗୋଟିଏ ଅକ୍ଷର ନା ଯୁକ୍ତାକ୍ଷର ହେଲା। କ୍ଷ ପିଲେ କ୍ଷଟା ତ ମୁଁ କହିଦେଉଛି ଆଜି। କ୍ଷ ପ୍ରକୃତରେ ଗୋଟିଏ ଯୁକ୍ତାକ୍ଷର ହେଲା। କ୍ଷଟା କେମିତି ହେଉଛି ଜାଣିବା। କ୍ଷ ହେଉଛି କ ହଲନ୍ତ ମୂର୍ଧନ୍ୟସ୍ୟ ସେଟା କରିସାରିଲାଣି କ୍ଷ ମୁଁ କରିବି କ'ଣ କ ହଲନ୍ତ ସ୍ପେସ୍ ଦେଇଦେବା ତାପରେ ମୂର୍ଧନ୍ୟସ ହଲନ୍ତ ତାପରେ ଏଇ ତିନିଟାକୁ ମିଶାଅ ହେଲା। ଟାଇମ୍ ନାହିଁ ବହୁତ ସମୟ ହେଇଗଲାଣି। କ ହଲନ୍ତ ମୂର୍ଧନ୍ୟସ ହଲନ୍ତ
ये तीन टा मिसिकल हम क्ष ज्ञ रहा आज ज्ञ आगामी कालांतर कहबी ज्ञ केमती मन दबा निम्न वाक्यटी को उपयुक्त विराम चिन्ह देकरी लिखा मदन पार्वती को पचारा हईलो पार्वती गीता और मालती कुआड़े गले ये सरी जाइला पड़िया उठिया लाभ क्षति निश्वास प्रश्वास जीवित मृत एम जदि आम देखा तेबे आज आम विपरीत अर्थबोधक शब्द कहले लिंग बदलैले आ ये जो पाटनटी कौन जुक्ताक्षर विश्लेषण कले माने शब्द को विश्लेषण कले गौर आउ ज्योत्ना गौर है गहलंत औ रहलंत है तापरे शून्य स्थान पूर्ण करीचे संशोधन मध्य तीन टा शब्द आज कले निंदक निंदक अपुत्रक प्रयोजन ये तीन टा आम कले आउ लिंग परिवर्तन तो बढ़िया कथा भी पुराणा कथा को सब आलोचना करछे जाओ आउ यही भाव में ताले आम को चैप्टर को पुणी समान चैप्टर पुणी मन पकई दौची है यही चैप्टर गुड़ाक प्राय समुच्चारित शब्द विपरीत अर्थबोधक शब्द लिंग परिवर्तन कर प्रति शब्द है विशेष्य विशेषण सृष्टि सृष्ट या भी टिके खाली उच्चारण कर जानिया दरकार नहीं उच्चारण करार अच्छी मोट पर आशा करुँची तुम मैंने निहाती मो सहित ताल देकी लेखि पारिथिब जदि न लिखिच तेबे एबे एठी पज कर एवं जो पज करी लेख शेष गोटे कथा कहबी जे व्हाट्सएप नंबर टी देइची लिखि सारिया परे फोटो उठे मो पाखक पठे दियो है जदि संभव होउची कमेंट बॉक्स रे निज नाटा को लिखि दियो है आज पाई एतिकी धन्यवाद।